ବ୍ୟବସାୟ ସହିତ ଅବଗତ ଥିଲେ ସୁନ୍ଦର ଭାବେ ଆମ କଥାକୁ ଗୋଲ ଟେବୁଲ ବୈଠକରେ ଉପସ୍ଥାପନ କରି 1936 ମସିହାରେ ଆମକୁ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନ କରିବାରେ ତାଙ୍କର ଅବଦାନକୁ ଆଜି ନବୀନ କେବେ କହିଛନ୍ତି? ଏ କଥାଟା କହିନାହାନ୍ତି ପରା। ଆମକୁ ଟିକେ ଦେଖିବାକୁ କହିଥିବେ ମୁଁ ଜାଣିନି, କିନ୍ତୁ ମତେ କହିଲା ଲାଗୁନି। ଯଦି ମୁଖ୍ୟମନ୍ତ୍ରୀ କହନ୍ତି 1936 2024 100 ବର୍ଷର ବ୍ୟବଧାନ, 100 ବର୍ଷ ତଳେ ଓଡ଼ିଶା ଥିଲା କଣ, ହେଇଛି କଣ, ଆଉ 2036 ରେ ହବ କଣ, ଗୋଟେ ଭିଜନ ପ୍ଲାନ ଆମର ମୁଖ୍ୟମନ୍ତ୍ରୀ 2019 ନିର୍ବାଚନ ପରେ ଗୋଟେ ରୋଡ ମ୍ୟାପ ତିଆରି କଲେ, ଗୋଟେ ସମୃଦ୍ଧ ଓଡ଼ିଶା ପାଇଁ ଗୋଟେ ରୋଡ ମ୍ୟାପ ତିଆରି କରି ଦେଖେଇଲେ। ଯୋଉଟା ଭିଜୁଆଲ ମଧ୍ୟ ମଝିରେ ମଝିରେ ଆସିଲା। $1 trillion ଇକୋନୋମି ଓଡ଼ିଶାର ହବ 5 ବର୍ଷରେ। ଆଉ କହୁନାହାନ୍ତି ଡ୍ରପ୍ କରିଦେଇছে ପ୍ରପୋଜାଲ। ଆଉ ଏଇଟାର ଏବେ ବର୍ତ୍ତମାନ କାଲି ଏବେ ଯୋଉ ବିଜେଡି ଆସିଥିଲେ ସେଇଠି କହିଲେ 2036 ରେ ଏକ ବିକଶିତ ଓଡ଼ିଶା ଗଠନ କରିବାରେ ମାନନୀୟ ମୁଖ୍ୟମନ୍ତ୍ରୀ ଦୃଢ ପଦକ୍ଷେପ ନେଉଛନ୍ତି। ଯଦି ଷ୍ଟାଟିଷ୍ଟିକ୍ସ ଦେଖିବା, ଗଜପତି ଜିଲ୍ଲା ବି ଆଜି ଯିବା, ଗୋଟେ ମୁଁ ଖାଲି ଭିଜନାରୀ ଗୋଟେ ଦୂରଦୃଷ୍ଟି ସମ୍ପନ୍ନ ଲୋକଙ୍କର ଚିନ୍ତାଧାରା ଆଉ ଗୋଟେ ସଂକୀର୍ଣ୍ଣ ରାଜନେତାଙ୍କର ଇଲେକ୍ସନ ଜିତିବା ଚିନ୍ତାଧାରା ଦେଖିଲେ ମୁଁ ଖାଲି ଗୋଟେ ଏକ୍ସାମ୍ପଲ ବୁଝିପାରିବ। ସେ ରାମ ସାଗର କୃଷ୍ଣ ସାଗର ଦେଖିଲେ ଜଣେ ଜାଣିପାରିବ ଯେ ସେଇ ସମୟରେ ଜଣେ କେତେ ଦୂରଦୃଷ୍ଟି ସମ୍ପନ୍ନ ଥିଲେ ଯେ ଇରିଗେସନ କୁ ଗୁରୁତ୍ୱ ଦବା। ସେ ସମୟରେ ଯୋଉ ଅବସ୍ଥାରେ ଯୋଉ ଚିନ୍ତାଧାରା ଯେ ବନ୍ଧ ବୁଳେଇଥିଲେ, ଆମେ ଜାଣିପାରିବା ଯେ ତାଙ୍କ ଚିନ୍ତାଧାରା କଣ ଥିଲା। ଏସସିବି କଲେଜ ସାଇନ୍ସ ଲ୍ୟାବୋରେଟୋରୀ କୁ ଆଜି ଦିନରେ ଯଦି ଓଡ଼ିଶାର ବିଖ୍ୟାତ ଶିକ୍ଷାବିତ ମାନେ ମତ ଦିଅନ୍ତୁ କି ଗୋଟେ ଇମ୍ପାର୍ସିଆଲ କମିଟି ମତ ଦିଅନ୍ତୁ ଯେ ସେ ସମୟରେ ଏସସିବି ସାଇନ୍ସ କଲେଜର ଯୋଉ ମଡେଲ ସୁବିଧା ଦେଇଥିଲେ, ଆଜି ଡେଟ୍ରେ ବି ଓଡ଼ିଶା ସରକାର କୌଣସି କଲେଜରେ ସେତିକି ସୁବିଧା ଦେଇଛନ୍ତି କି? ଗୋଟେ କଥା, ସେତେବେଳେ ସିଏ ଉତ୍କଳ ୟୁନିଭର୍ସିଟି ପାଇଁ ଯୋଉ ଫାଉଣ୍ଡେସନ ଦେଇଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଉତ୍କଳ ୟୁନିଭର୍ସିଟିକୁ କଣ କଲେ? ମାନ୍ୟବର ମୁଖ୍ୟମନ୍ତ୍ରୀ 2000 ମସିହାରୁ 2014 ମସିହା ପର୍ଯ୍ୟନ୍ତ ମୁଖ୍ୟ ଉତ୍କଳ ୟୁନିଭର୍ସିଟିରେ ପାଦ ପକେଇ ପାରେ। ଏଇଟା ସତ କି ମିଛ ଡାଟା ଆନାଲାଇଜ କରିଦିଅ। ମୁଖ୍ୟମନ୍ତ୍ରୀ ଓଡ଼ିଶାର, ରାଜ୍ୟ ତାଙ୍କର, ଭୁବନେଶ୍ୱରରେ ରହନ୍ତି, ଲୋକସଭା ଭବନ ତାଙ୍କର, ପୁଲିସ ବ୍ୟବସ୍ଥା ତାଙ୍କର, ସମସ୍ତ ପରିବାର ତାଙ୍କର, ମାତ୍ର ପାଦ ପକେଇ ପାରୁନଥିଲେ ଉତ୍କଳ ୟୁନିଭର୍ସିଟି। ଆମର ଏମିତି ପାପୁଲାର